ଆଜି ଛୁଆ ମନେ ରଖିଥା, ଆଜି ଆଲୋଚନା କରିବା ଅଚ୍ୟୁତ ନାମରେ କଣ ଅଛି। ଦିନକର ଘଟଣା, ଦ୍ୱାଦଶ ଗୋପାଳ ବସିଛନ୍ତି। ବସିଲା ସମୟରେ ଦ୍ୱାଦଶ ଗୋପାଳଙ୍କ ଭିତରୁ ମୁକୁନ୍ଦ ବୋଲି ତାଙ୍କର ଜଣେ ଶିଷ୍ୟ ଥାନ୍ତି ଗୋପାଳ ଭିତରେ। ମୁକୁନ୍ଦ ପଚାରୁଛନ୍ତି, ପ୍ରଭୁ ଆମକୁ କୁହନ୍ତୁ, ଆମେ କଳିର ବାତାବରଣରୁ କେମିତି ତରିବୁ? ଆପଣ ତ କହିଲେ କଳିରେ ଏମିତି ସବୁ ବିପଦ ମାନ ଆସିବ, ଏ ବିପଦ ମାନରୁ ଆମେ କେମିତି ତରିବୁ ଆମକୁ କୁହନ୍ତୁ। ମହାପୁରୁଷ କହିଲେ, ଆରେ ତମକୁ ଏତେ ଶାସ୍ତ୍ର ଲେଖିଲି ତମକୁ ବୁଝେଇଲି, ତଥାପି ତମେ ଜାଣିପାରୁନ ନା? କୋଉ ନାଁକୁ ଭଜନ କଲେ ତମେ ତରିଯିବ? ତମ ବା କହିଲି ଅଚ୍ୟୁତ ଗୋଲୋକନାଥାୟ ସାକ୍ଷାତ ବିଷ୍ଣୁ ସ୍ୱରୂପ। ଅଚ୍ୟୁତ ବା ଗୋଲୋକନାଥ, ଗୋଲୋକ ବିହାରୀ ବିଷ୍ଣୁଙ୍କ ସଦୃଶ। ପୁଣି ଯେହି ଜଗନ୍ନାଥ ମୂରନ୍ତି ନୀଳାଞ୍ଚଳରେ ସ୍ଥିତ, ସେହି ଜଗନ୍ନାଥ ମୂରତି ପଦ୍ମବନେ ବିଦିତ। ଯିଏ ଜଗନ୍ନାଥ ସିଏ ହିଁ ପଦ୍ମବନରେ ନିଜେ ସ୍ୱୟଂ ଅଚ୍ୟୁତ। ଏ କଥା କଣ ତମେ ଜାଣିପାରିଲନି? ଶୁଣ ଶୁଣ ଶୁଣ, କଳି ପ୍ରଭାରୁ ତରିବାକୁ ହେଲେ କଣ କରିବାକୁ ପଡିବ। ଦ୍ୱାଦଶ ଗୋପାଳ ବସିଛନ୍ତି, ସେଇଠି ରାମଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ଆଜି ମହାପୁରୁଷ କହୁଛନ୍ତି, ଶୁଣି ସନ୍ତୋଷ ଗୁରୁଦେବ ଶୁଣ ଦ୍ୱାଦଶ ସୁତ ଧ୍ରୁବ, ଏ ଅତି ଗଣ୍ଠି କଥା ମାନ କଷଟି କଷି ରଖ ଧନ। କହିଲେ ରାମ, ଏ ଦ୍ୱାଦଶ ଗୋପାଳ ଶୁଣ, ଇଏ ହଉଛି ବହୁତ ଭିତିରିଆ କଥା, ଗହନ କଥା, ମାନେ ମୂଳ କଥା। ଏ କଥା ଗୁପ୍ତ କଥା, କାହାକୁ ପରିପ୍ରକାଶ କରିବ ନାହିଁ। ମୋହର ସୁତ ରାମଦାସ, ମୋ ପୁଅ ରାମଦାସ ବା ମୋ ଶିଷ୍ୟ ହଉଛି ରାମଦାସ। ରାମର ସୁତଟି ଦ୍ୱାଦଶ, ରାମଙ୍କର ଶିଷ୍ୟ ହଉଛି ଦ୍ୱାଦଶ। ମାନେ ମୋ ସୁତ ହଉଛନ୍ତି କିଏ? ରାମ। ତମେ ମାନେ ହଉଛ ରାମର ସୁତ। ମୁକୁନ୍ଦ ଅନନ୍ତ ଆନନ୍ଦ ପବନ ବର୍ଷ ଯେ ଗୋବିନ୍ଦ, ମଥୁରା ପବନ ଉତ୍ଥାନ ବାଳକ ଦାସ ବୃନ୍ଦାବନ। ମୋହର ଆତ୍ମା ରାମଦାସ, ରାମର ଆତ୍ମାଟି ଦ୍ୱାଦଶ। ବୁଝିପାରିଲ? ବାର ଗୋପାଳଙ୍କ ନାଁ କଣ କହିଲେ? ମୁକୁନ୍ଦ ଅନନ୍ତ ଆନନ୍ଦ ପବନ ବର୍ଷ ଗୋବିନ୍ଦ, ଫେରେ ମଥୁରା ପବନ ଉତ୍ଥାନ ବାଳକ ଦାସ ବୃନ୍ଦାବନ। ହେଲା, ଏମିତି ଦ୍ୱାଦଶ ଗୋପାଳ ଥାନ୍ତି। ହେ ଦ୍ୱାଦଶ ଗୋପାଳ, ମୋର ଆତ୍ମା ରାମଦାସ, ମୋର ଆତ୍ମା ପୁରୁଷ, ମୁଁ ରାମକୁ ଛାଡିକି ରହିପାରିବି ନାହିଁ। ହେଲା, ଏବଂ ରାମର ଆତ୍ମାଟି ଦ୍ୱାଦଶ। ମୋର ଆତ୍ମା ପୁରୁଷ ହଉଛନ୍ତି ରାମ, ରାମର ଆତ୍ମା ପୁରୁଷ ହଉଛନ୍ତି ଦ୍ୱାଦଶ ଗୋପାଳ। ଏତେକ ଗୁପ୍ତ ବଖାଣ କହନ୍ତି ନାହିଁ ଅନ୍ୟ ଗୁଣ। ଇଏ ହଉଛି ଗୁପ୍ତ କଥା, ଆ ଭିତରୁ ଅନ୍ୟ କିଛି ନାହିଁ। ଅଚ୍ୟୁତ ବଚନ ଘୋଷିବ ହେତୁ ଚିତରେ ଧରିଥିବ। ଜୟ ଜଗନ୍ନାଥ। କହିଲେ ଅଚ୍ୟୁତ ବଚନ ଘୋଷିବ, ଅଚ୍ୟୁତଙ୍କର କଥାକୁ କଣ କରିବ? ଘୋଷିବ। ବା ମୁଁ ଯୋଉ କଥା ତମକୁ ବତଉଛି, ମୁଁ ଯୋଉ ବାଣୀ ଦଉଛି, ମୁଁ ଯୋଉ ଉପଦେଶ ଦଉଛି, ତାକୁ ତମେ କଣ କରିବ? ହେତୁ ଚିତ୍ତରେ ଧରିଥିବ। ମାନେ ସଦା ସର୍ବଦା, ହେତୁ ଚିତ୍ତରେ ଭାବାତ୍ମକ ଶବ୍ଦ, ଅନ୍ତର୍ନିହିତ ଭାବରେ ଦୃଢ ଭାବରେ ତାକୁ କଣ କରିଥିବ? ଧରିଥିବ। ଯଦି ତମେ ଧରିଥିବ, ନ ଲାଗେ ସଂସାର କଳମୁଷ, ଅନ୍ତେ ବୈକୁଣ୍ଠେ ହେବ ବାସ। ତୁମମାନଙ୍କୁ ସଂସାରର କଳମୁଷ କସ୍ମିନ କାଳେ ଲାଗିବ ନାହିଁ। ସଂସାରର କଳମୁଷ କଣ? କାମ, କ୍ରୋଧ, ଲୋଭ, ମୋହ, ମଦ, ମାଶ୍ଚର୍ଯ୍ୟ।
ଏ ଯୋଉ ଷଡ଼ରିପୁ ମାନେ ତମକୁ କେବେ ହେଲେ ସ୍ପର୍ଶ କରିପାରିବେ ନାହିଁ। ଆକୁ ମାତାର ଷଡ଼ରିପୁ ବୋଲି କୁହନ୍ତି। ପିତାର ଷଡ଼ରିପୁ ମଧ୍ୟ ରହିଛି, କଣ? ସତ୍ୟ, ଶାନ୍ତି, ଦୟା, କ୍ଷମା, ସ୍ନେହ, ମମତା। କହିଲେ ଇଏ ଷଡ଼ରିପୁରେ ତମେ ହବ କଣ? ଆବୃତ ହବ। ଅନ୍ତେ ବୈକୁଣ୍ଠେ ହେବ ବାସ। ତୁମେ ମାନେ ବୈକୁଣ୍ଠପୁରରେ କଣ କରିବ? ନିବାସ କରିବ। ନ କହ କାହିଁ ଗୁପ୍ତେ ଥୁଅ, ସହସ୍ର ବାର ପାଦ ଛୁଅ। ଏ ଯୋଉ କଥାକୁ ତମେ କାହାକୁ କହିବ ନାହିଁ। ସହସ୍ର ବାର ମୋର ପାଦ ଛୁଇଁକି ଶପଥ କର, ଏ କଥା ଗୁପତ ତମେ ରଖିବ। ତାହେଲେ ଅଚ୍ୟୁତ ବଚନ ବସିବ। ଅଚ୍ୟୁତ ବଚନଟା କଣ? ଅଚ୍ୟୁତ ବଚନ କଣ ଏ ମାଳିକା ପଢିବ? ଅଚ୍ୟୁତ ବଚନ କଣ ଏ ପୁରାଣ ଶାସ୍ତ୍ର ପଢିବ? ନା। ଅଚ୍ୟୁତ ବଚନ କଣ? ସେ ସଦାସର୍ବା କହିଛନ୍ତି ନାମ ଭଜନରେ ତମେ କଣ ହବ? ନାମ ଫେର ଭଜନ କଣ? ମହାପୁରୁଷ ନିଜେ ଲେଖିଛନ୍ତି ଶିବକଳ୍ପ ଶାସ୍ତ୍ରରେ। ହରେ ରାମ କୃଷ୍ଣ ତିନିରେ ତାଙ୍କର ମନ ଅଛି। ସେ କଣ କହିଲେ? ସିଏ ହରେ କୃଷ୍ଣ ରାମକୁ ମହାପୁରୁଷ ଭଜୁଥିଲେ ନା ନାଇଁ? ତାହେଲେ ଜପୁଥିଲେ କଣ? ଗୋଟା ଅଛି ଭଜନ, ଆଉ ଗୋଟା ଅଛି କଣ? ଭଜ, ଆଉ ଗୋଟା ହଉଛି ଜପ। ଭଜନ କଣ? ଯିମିତି ଖରତାଳ ପାଇକି ନାମକୁ, ଠାକୁରଙ୍କର ନାମକୁ କଣ କଲେ? ଆମେ ଭଜନ କଲେ। ଜପିବା କଣ? ଅନ୍ତର୍ନିହିତ ଭାବରେ ସେ ନାମକୁ ଜପ କରାଯାଏ। ସେଥିପାଇଁ କହନ୍ତି ତୁ କିସ ଭଜିବୁ ମନ ସେତ ଭଜୁ ଅଚିରେ, ତୋ ଭଜିବାକୁ ବେଳ ଆଉ ନାହିଁ କିଛିରେ। ହେଲେ ତୁ କଣ ଭଜିବୁ? ସେ ତା ନାଁକୁ ସଦା ସର୍ବଦା ଭଜୁଛି। ସେ ନାମଟା କଣ? ସେଇ ଯୋଉ ନାମଟି ହଉଛି ଗଣ୍ଠିଧନ। ହରେ ରାମ କୃଷ୍ଣ ଶ୍ୟାମ ଗୋବିନ୍ଦ ଗୋପାଳ ଯେତେ ନା, ଆକୁ ତମେ କଣ କର? ଭଜ। ଜପ କଣ? ଜପଟା ହଉଛି କଣ? ଅନ୍ତର୍ନିହିତ ଭାବନା। ସେଇଟା ହଉଛି ଗୁରୁଦତ୍ତ। ସେ ଯୋଉ ଜିନିଷକୁ ତମେ ଜପିବ ଏବଂ ପ୍ରଭୁଙ୍କ ନାମକୁ ଭଜିବ, ଦୁଇଟି ଯଦି ଏକ ହବ, ସ୍ଥୂଳ ସୂକ୍ଷ୍ମକୁ ଏକ କରି ଭଜିଲେ ମିଳେ ଗୌର ହରି। ନାମଟି ଅଟଇ ଗୁପତ, ନାମରେ ଚଳଇ ଜଗତ। ନାମ ଗୁପ୍ତ, ଫେରେ ନାମରେ ସଂସାର ଚଳୁଛି। ସ୍ଥୂଳ ନାମ, ସୂକ୍ଷ୍ମ ନାମ, ଦିଟାକ ନାମକୁ ତମେ ଯଦି ଏକତ୍ରିତ କରିପାରିଲ, ଖୋଲି ତ କହିହବନି କ୍ୟାମେରା ଆଗରେ, ସେ ଯୋଉ ଗୁପ୍ତ ନାମ ଆଉ ସ୍ଥୂଳ ନାମ। ସ୍ଥୂଳ ନାମ ଅଛି ଠାକୁରଙ୍କର ଅନେକ ନାମ ନା ନାଇଁ? ହରେ ରାମ କୃଷ୍ଣ ଶ୍ୟାମ, ଇଏ ହେଲା କଣ? ସ୍ଥୂଳ ନାମ 32 ଅକ୍ଷର ରହିଛି। ହରେ ରାମ କୃଷ୍ଣ ଶ୍ୟାମ, ହ୍ରିଂ ଶ୍ରୀଂ କ୍ଲିଂ ଦାମ, ନନ୍ଦକନ୍ଦ ଦୀନ ଧର୍ମ, ସାଧୁ ମଧୁ ନାମ ବ୍ରହ୍ମ। ପୁଣି କଣ ଅଛନ୍ତି? ଗୋଟେ ବିଷ୍ଣୁ ଅଷ୍ଟୋତ୍ତର ନାମ ଅଛି ବିଷ୍ଣୁଙ୍କର। ଅନନ୍ତ କେଶବ ରାମ କୃଷ୍ଣ ଶ୍ରୀ ମଧୁସୂଦନ ଦାମୋଦର ହୃଷିକେଶ ପଦ୍ମନାଭ ମୋର ପ୍ରଭୁ, ନାରାୟଣ ବଳିଦଂଶ ଦେବକୀ ନନ୍ଦନ ପ୍ରଭୁ ବାସୁଦେବ ଜଗନ୍ନାଥ କୃପାଳୁ ମଧୁସୂଦନ ଗୋବିନ୍ଦ ଗୋପୀନାଥ ସ ଗୋପାଳ ନନ୍ଦନନ୍ଦନ ଗୋବର୍ଦ୍ଧନ ଧର ମିଟୁ ମୁକୁନ୍ଦ ଗରୁଡେ ଧ୍ୱଜ ଦୈତାରି ପୁଣ୍ଡରିକାକୁ ଅଦାପାନି ଧନାତନ ଶ୍ରୀଧର ଶ୍ରୀପତି ମାନ ଶ୍ରୀନିଧି ତ୍ରିବିକ୍ରମ ପୁତନାରୀ କୌଶଲ୍ୟା ନନ୍ଦବଦନ କଂସ ଆଖିସି ଅନ୍ତାତ ଶ୍ରୀହରି ପୁରୁଷୋତ୍ତମ ବନମାଳି ଖଳାରାତି ଶ୍ୟାମ ସଂଗଡ଼ ଭଞ୍ଜନ ବିଶ୍ୱସେନ ବିଶ୍ୱମୂର୍ତ୍ତି ବିଶ୍ୱପୃକ୍ ବିଶ୍ୱପାବନ ରାବଣାରୀ ରମାନାଥ ରଘୁନାଥ ରଣପ୍ରିୟ ନୃସିଂହ ବାମନାଖିର ସିନ୍ଧୁ ସାଇସନାଥନ ଯୋଗେଶ୍ୱର ପଦ୍ମସ୍ତ ପଦ୍ମନାଭ କୃପାମୟ ଜଗତକଥା ବିଚାରୀ ଜଗଦୀଶ୍ୱର ଅନ୍ତର୍ଯାମୀ ନିରାକାର ନିର୍ବିକଳ୍ପ ନିରଞ୍ଜନ ଦୀନବନ୍ଧୁ ଦୟା ସିନ୍ଧୁ କୁମ୍ଭକର୍ଣ୍ଣ ବିନାଶକ ବଳି ଭରତକ ରାମ ଚକ୍ରଧାରୀ ଧନୁଧର ଦୂଷଣାରୀ ସମର୍ଦ୍ଦନୁ ବାସୁଦେବ ସୁତମ୍ବିଭୁ ବୃନ୍ଦାବନ ନିଶାନାଥ ବତ୍ସଆ ମୁରଲୀଧର ଯୋଗେଶ୍ୱର ପଦ୍ମସ୍ତ ପଦ୍ମନାଭ କୃପାମୟ ଜଗତକଥା ବିଚାରୀ ଜଗଦୀଶ୍ୱର ଅନ୍ତର୍ଯାମୀ ନିରାକାର ନିର୍ବିକଳ୍ପ ନିରଞ୍ଜନ ଦୀନବନ୍ଧୁ ଦୟା ସିନ୍ଧୁ କୁମ୍ଭକର୍ଣ୍ଣ ବିନାଶକ ବଳି ଭରତକ ରାମ ଚକ୍ରଧାରୀ ଧନୁଧର ଦୂଷଣାରୀ ସମର୍ଦ୍ଦନୁ ବାସୁଦେବ ସୁତମ୍ବିଭୁ ବୃନ୍ଦାବନ ନିଶାନାଥ ବତ୍ସଆ ମୁରଲୀଧର ଯୋଗେଶ୍ୱର କରମରୂପୀ ହିରଣ୍ୟ କେତୁରୀ ସୂଦନ ମତ୍ସ୍ୟରୂପୀ ସଦାନନ୍ଦ ସତ୍ୟସାୟ ନିରାମୟ ବରାହ ରୂପୀ ମଧୁଆ ଯାତବ ଯଦୁନନ୍ଦନ ରୁକ୍ମିଣୀ ବଲ୍ଲଭ ରାଧେ କାନ୍ତ ଚାଣୁର ମର୍ଦ୍ଦନ ଭକ୍ତିପୁର ଦାତ ମାଧବ ଭକ୍ତ ଭାବନ ଭଗବାନ ଚିତା କାନ୍ତ ପତିତ ଭାବନ ନୀଳାଞ୍ଚଳି ନିବାସିତ ଦୈତହା ଗରୁଡ଼ାସନ। ଏଇ ଯୋଉ 77 ନାମ ମହାପୁରୁଷ କହୁଛନ୍ତି ଏ ନାମ ଭିତରେ ସେ ନାଁଟା ନାହିଁ। କହିଲେ ଏ ନାମ ସହିତ ଗୁରୁଦତ୍ତ ଯୋଉ ନାମଟି, ତୁ କିସ ଭଜିବୁ ମନ ସେତ ଭଜିବ ଚିରେ, ତୋ ଭଜିବାକୁ ବେଳ ଆଉ ନାହିଁ କିଛିରେ,
ସିଏ ଯୋଉ ତାର ନାଁକୁ ଭଜନ କରୁଛି ସେ ନାମ ସହିତ ଇଏ ସାକାରବାଦ ନାମକୁ ସ୍ଥୂଳବାଦ ନାମକୁ ଯଦି ତମେ ଯୁକ୍ତ କରିପାରିଲ ତାହେଲେ ତମେ କଣ ହବ ବୈକୁଣ୍ଠପୁରରେ ସ୍ଥାନ ପାଇବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଦ୍ୱାଦଶ ଗୋପାଳଙ୍କୁ ନିରନ୍ତର ବୁଝେଇଛନ୍ତି। ଏ ଭାବନାରେ ଯିଏ ଥିବେ ତାହାଙ୍କୁ କଳିର କଳମୁଷ ଖସୁନି କାଳେ ଲାଗିବ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବାର ହରି।